ସାଙ୍ଗମାନେ କହିଲେ ଦେଖି ଆପଣମାନଙ୍କୁ କାହାକୁ ସବୁ ପଖାଳ ଭାତ ଖାଇବାକୁ ପସନ୍ଦ? ମୋତେ ତ ବହୁତ ପସନ୍ଦ। ମୋତେ ବର୍ଷକର 365 ଦିନ ଯାକ ଯେତେ ଥର ପଖାଳ ଦେଉଥିବ ମୁଁ ତ ଶାନ୍ତିରେ ଖାଉଥିବି। ତ ଆଜି ସେମିତି ମୋ ମନ ହେଇଗଲା ଟିକେ ପଖାଳ ଭାତ ଆଣିକି ଖାଇଦେବି। ପଖାଳ ଭାତ ଖାଇବି କ'ଣ, ତ ବାହାରି ଗଲି ବ୍ୟାଗ୍ ଧରି ମାର୍କେଟରୁ ଟିକେ ମସରୁମ୍ ନେଇ ଆସିଲି। ମସରୁମ୍ ନେଇ ଆସି ତାକୁ ଧୋଇ ଧାଇ କରି କାଟି ଏଠି ସବୁ ମସଲା ଫସଲା ପକେଇ ଦେଇ ଲାଷ୍ଟରେ କର୍ଣ୍ଣଫ୍ଲୋର ପକେଇ ଦେଇ ତାକୁ ଭଲସେ ଗୋଳେଇ ଦେଲି। ହଁ, ମୁଁ ଟିକେ କଲର୍ ଆଡ଼୍ କରୁନି, ଆପଣମାନେ ଚାହିଁଲେ କଲର୍ ଆଡ଼୍ କରିପାରିବେ। ତ ତାକୁ ଭଲସେ ଗୋଳେଇ ଗାଳି କରି ଛାଣଛୁଣି କରିଦେଲି। ତ ଛାଣି ସାରିଲା ପରେ ମସରୁମ୍ ଚିଲ୍ଲିର ଯେଉଁ ମେନ୍ ଇନଗ୍ରିଡ଼ିଏଣ୍ଟସ୍ ସିଏ ହେଉଛି ପିଆଜ ଟିକେ, ଆଉ ତାକୁ ଟିକେ ରସୁଣ ଏସବୁ ଚୁନ ଚୁନ ମୁନ ମୁନ କୁନ କୁନ କରି କାଟିଦେଲି। କାଟି ସାରିଲା ପରେ ମୁଁ ବାହାରିଗଲି ମସରୁମ୍ ବନେଇବା ପାଇଁ। ନା ମସରୁମ୍ ଚିଲ୍ଲି ବନେଇବା ପାଇଁ। ଆରେ କ୍ୟାପ୍ସିକମ୍ ତ କହିବାକୁ ଭୁଲି ଯାଇଛି। ତ ହାଲକା ଟିକେ କଡ଼େଇରେ ଟିକେ ଅଳ୍ପ ତେଲ ନେଇ ଏସବୁକୁ ଭଲସେ ଭାଜି ଦେଇ ମୁଁ ଯେଉଁ ସୋୟା ସସ୍, ଭିନେଗାର, ଟମାଟୋ ସସ୍ ଗୋଳେଇକି ରଖିଥିଲି ତାକୁ ପକେଇଦେଲି। ଟିକେ ଫୁଟି ସାରିଲା ପରେ ଯେଉଁ ମସରୁମ୍ ଛାଣି ପକେଇଥିଲି ତାକୁ ବି ପକେଇଦେଲି। ପକେଇ ସାରିଲା ପରେ ମୁଁ ଲାଷ୍ଟରେ ଏଠି କର୍ଣ୍ଣଫ୍ଲୋର ଟିକେ ପାଣିରେ ଗୋଳେଇ ଦେଇ ପକେଇ ଦେଉଛି, ଯାହାଫଳରେ ମସରୁମ୍ର ଟିକେ ଥିକନେସ୍ ଆସିଯିବ। ତ ଇଏ ହେଇଠି ମୋର ରେଡ଼ି ହେଇଗଲା ମସରୁମ୍ ଚିଲ୍ଲି। ମୁଁ ତ ବାହାରିଲି ପଖାଳ ଭାତ ଖାଇବା ପାଇଁ। ଆପଣଙ୍କୁ ଯଦି ଭିଡ଼ିଓ ଭଲ ଲାଗିଲା ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।